ଥରେ ଜଣେ ମଦୁଆ ଅତି ଗମ୍ଭୀର ଭାବରେ ଚିନ୍ତା କଲା ଯେ ଆଜିଠାରୁ ମୁଁ ଆଉ ମଦ ପିଇବି ନାହିଁ ଏବଂ ସଂକଳ୍ପ ମଧ୍ୟ କଲା ଯେ ମଦ ପିଇବା ଦ୍ୱାରା ମୋର କ'ଣ କ୍ଷତି ହେଉଛି, ତେଣୁକରି ମୁଁ ଆଉ ମଦ ପିଇବି ନାହିଁ। ଏମିତି ଭାବନା ଭିତରେ ତା ମନ ଭିତରେ ଏକ ଉଚ୍ଚ କୋଟିର ଭାବନା ଆସିଲା ଯେ ମୁଁ ମଦ ପିଇବା ଦ୍ୱାରା କାହାର ଲାଭ ହେଉଛି, ଅର୍ଥାତ୍ ମଦ ପିଇଲେ ମୋ ଦ୍ୱାରା କେଉଁମାନେ ବଞ୍ଚୁଛନ୍ତି। ପରବର୍ତ୍ତୀ ସମୟରେ ମଦୁଆ ଜଣକ ଭାବିଲା, ହୁଏତ ଯଦି ମୁଁ ମଦ ଦୋକାନରୁ ମଦ ନ କିଣିବି, ସେ ମଦଟିକୁ ଅନ୍ୟ କୌଣସି ଜଣେ ଲୋକ ନିଶ୍ଚିତ ଭାବରେ କିଣି ନେବ ଏବଂ ତାର ମଦ ମଧ୍ୟ ବିକ୍ରି ହେବ। ଯଦି ମୁଁ ମଦ ନ ପିଏ, ମଦ ପିଇବା ପାଇଁ ଯେଉଁ ଚାଖଣା ଆଣୁଛି, ସେ ଚାଖଣା ବାଲାର ଚାଖଣା କେମିତି ବିକ୍ରି ହେବ ଏବଂ ସେ ଚାଖଣା ବାଲାର ଯଦି ଚାଖଣା ବିକ୍ରି ନ ହୁଏ, ସେ ଏବଂ ତା ପରିବାର